ଏକ ଜିଦିଆ ରାଜକୁମାରୀ କନକଲତା। ଜଣେ ରାଜା ଥିଲେ, ତାଙ୍କର ଥିଲା ଗୋଟିଏ ବୋଲି ଝିଅ। ରାଜାରାଣୀ ଖୁବ୍ ଆଦରରେ ତା'ର ନାଁ ଦେଇଥିଲେ କନକଲତା। କନକଲତାର ଦେହଟି ଠିକ୍ କନକ ବା ସୁନା ଭଳି ଝଲମଲ। ମୁଣ୍ଡର କେଶଗୁଡ଼ିକ ଭଅଁର ଭଳି କଳା ମଚମଚ। ସେ ଦିନସାରା ପ୍ରଜାପତିଟିଏ ଭଳି ଉଆସରେ ଖେଳି ବୁଲୁଥାଏ। କନକଲତାକୁ ଛାଡ଼ିଦେଲେ ରାଜାରାଣୀଙ୍କର ତ ଆଉ ପିଲାଝିଲା ନଥାନ୍ତି, ତେଣୁ ସେ ଖୁବ୍ ଗେଲବସରରେ ବଢ଼ିଥାଏ। କନକଲତା ଥରେ କୁଆଡ଼େ ହଜିଗଲା। କିଏ କେତେ ଖୋଜାଖୋଜି କଲେ, କିନ୍ତୁ କେହି ତାକୁ ପାଇଲେ ନାହିଁ। ଉଆସର ଦାସ ଦାସୀମାନେ ସମସ୍ତେ ଭୟରେ ଥରିବାକୁ ଲାଗିଲେ, କାରଣ ଏତେ ଲୋକ ଥାଉ ଥାଉ ରାଜାଙ୍କର ଅଲିଅଳି ଝିଅ କୁଆଡ଼େ ହଜିଗଲା କେହି ଜାଣିପାରିଲେ ନାହିଁ। ରାଜା ଜାଣିଲେ ମୁଣ୍ଡ ରହିବ ତ। ରାଜା ଦରବାରରେ ବସିଥିଲେ। ଦୂତ ଯାଇ ତାଙ୍କୁ ଏ ଖବର ଜଣାଇଲା। କନକଲତା ହେଉଛି ରାଜାରାଣୀଙ୍କ ଜୀବନ। ତା ଆଗରେ ତାଙ୍କର ରାଜ୍ୟ, ରାଜୁତି, ଧନ ସମ୍ପତ୍ତି, ମଣିମୁକ୍ତା କିଛି ନୁହେଁ। ରାଜା ପାଗଳ ଭଳି ଦରବାରରୁ ଉଠି ଆସି ଉଆସ ଭିତରକୁ ଛୁଟିଲେ। ସମସ୍ତଙ୍କୁ ଜଣ ଜଣ କରି ପଚାରିଲେ, କନକ କାହିଁ? ହେଲେ କନକକୁ କିଏ ଦେଖିଛି ଯେ କହିବ? ରାଣୀଙ୍କର ତେଣେ ଚେତା ନଥାଏ। ସେ ଭାବିଥାନ୍ତି କେହି ଜଣେ ଶତ୍ରୁ ରାଜା ବୋଧେ ପ୍ରତିଶୋଧ ନେବାକୁ ତାଙ୍କର ଏକମାତ୍ର କନ୍ୟାକୁ ଚୋରାଇ ନେଇଛି। ରାଜାଙ୍କ ଆଦେଶରେ ପାଇକମାନେ ଚାରିଆଡ଼େ ଖେଦିଗଲେ। କନକଲତା କେଉଁଠି ଅଛି ତା'ର ଠାବ କରିବା ହେଲା ସେମାନଙ୍କର କାମ। ଏଣେ କନକଲତା ଖେଳୁ ଖେଳୁ ରାଜମହଲର ପାହାଚ ପରେ ବଗିଚା ପାର ହୋଇ ଖୁବ୍ ଦୂରକୁ ଚାଲିଯାଇଛି। ଶେଷରେ ହାଲିଆ ହୋଇ ଗୋଟିଏ ପୋଖରୀ କୂଳରେ ବସି ପଡ଼ିଛି। ପୋଖରୀର ପାଣି ହେଉଛି ରୂପା ଭଳି ଝଲମଲ। ଗୋଟିଏ ପାଖରେ ମାର୍ବଲ ପଥରର ପାହାଚ ଗୁଡ଼ିଏ ତିଆରି କରାହେଇଛି। ସୂର୍ଯ୍ୟ ବୁଡ଼ି ଯାଉଥାନ୍ତି। ତାଙ୍କର ଲାଲ କିରଣ ପାଣିରେ ପଡ଼ି ଇନ୍ଦ୍ରଧନୁ ଭଳି ଦେଖାଯାଉଛି। କନକଲତା କୂଳରେ ବସି ପୋଖରୀକୁ ଏକା ଧ୍ୟାନରେ ଚାହିଁଛି। ଏତିକି ବେଳେ ଗୋଟିଏ ଜାଗାରେ ପାଣି ଦୋହଲି ଉଠିଲା। ସେଇ ଜାଗାରେ ଗୋଟିଏ ଅପୂର୍ବ ରଙ୍ଗର ମାଛ ଭାସି ଉଠିଲା। ଦେହର ରଙ୍ଗ ସୁନା ଭଳି, ଲାଞ୍ଜର ରଙ୍ଗ ମୁକ୍ତା ଭଳି, ପାଟିର ରଙ୍ଗ ପୋହଳା ଭଳି। ଇସ୍, କି ସୁନ୍ଦର! ମାଛଟା ପୁଣି ଏଡ଼େ ସୁନ୍ଦର ହୋଇପାରେ? କନକଲତା ବିଶ୍ୱାସ କଲା ନାହିଁ। ତା ମନରେ ଲୋଭ ହେଲା। ଉଆସ ଭିତରେ ବାପା ମା ତାକୁ କେଡ଼େ ବଢ଼ିଆ ସଉଖିନି ଜିନିଷ ଦେଇଛନ୍ତି। ଶୁଆ, ସାରି, ପାରା ଓ ମୟୂରଠାରୁ ଆରମ୍ଭ କରି କୃଷ୍ଣସାର ମୃଗ ପର୍ଯ୍ୟନ୍ତ କେତେ କଥା। ହେଲେ ଏଇ ସୁନେଲି ମାଛ ଭଳି ସେମାନେ କେହି ଏତେ ସୁନ୍ଦର ନୁହନ୍ତି। କନକଲତା ଠିକ୍ କଲା, ଏଇ ମାଛଟିକୁ ପାଇଲେ ତାକୁ ନେଇ ଉଆସରେ ପାଣି କୁଣ୍ଡରେ ରଖିବ। ସେତେବେଳକୁ ସଞ୍ଜ ହୋଇଗଲାଣି। କେହି କୁଆଡ଼େ ନାହିଁ। କେତେ ବାଟ ନାହିଁ କେତେ ବାଟ ସେ ଏକୁଟିଆ ଚାଲି ଆସିଛି। ଫେରିବ କେମିତି? ଏତିକି ବେଳେ ଦେଖିଲା କେତେକ ଲୋକ ମଶାଲ ଆଲୁଅ ଧରି ସେଇ ଆଡ଼କୁ ଛୁଟୁଛନ୍ତି। ସେମାନେ ହେଉଛନ୍ତି ରାଜାଙ୍କର ପାଇକ ସୈନ୍ୟ। ସେମାନେ କନକଲତାକୁ ଦେଖି ଭାରି ଖୁସି ହୋଇଗଲେ। ଆନନ୍ଦର ସୀମା ରହିଲା ନାହିଁ ସେମାନଙ୍କର। କନକଲତା, ତୁମେ କେମିତି ଏଠିକି ଆସିଲ? ସାରା ରାଜ୍ୟଟାକୁ ଆମେ ଖେଦି ପକାଇଲୁଣି। ହଉ ଚାଲ ଚାଲ, ଆମ ସାଙ୍ଗରେ ଉଆସକୁ ଚାଲ। ତୁମକୁ ନ ଦେଖି ବାପା ବୋଉଙ୍କର ଅବସ୍ଥା ତେଣେ କ'ଣ ଯେ ହେବଣି ସେ କଥା କିଏ କହିବ? ହେଲେ କନକଲତା ସେଠାରୁ ଉଠିଲା ନାହିଁ। ତା'ର ଜିଦ୍, ପୋଖରୀରେ ସେ ଯେଉଁ ସୁନେଲି ମାଛ ଦେଖିଛି ତାକୁ ଯଦି ଧରି ଆଣି ଦିଆଯାଏ ତେବେ ସେ ଉଆସକୁ ଯିବ। ରାଜା ଝିଅଙ୍କର ଏ ଜିଦ୍କୁ ଭାଙ୍ଗିବ କିଏ? କାହାର ବା ସାହସ ଅଛି? ଏଣେ ରାତି ହୋଇଯାଉଛି। ଶେଷରେ ଖବର ପାଇ ରାଜା ନିଜେ ସେଠାରେ ଯାଇ ପହଞ୍ଚିଲେ। ସେ ଝିଅ କହିଲେ, ଏଇ ଗୋଟାଏ କଥା, ତୁ ଉଆସକୁ ଚାଲ, କାଲି ସକାଳେ ମୁଁ ମାଛକୁ ଧରାଇ ନେବି। କନକଲତା ଉଆସକୁ ସେଦିନ ଫେରିଗଲା। ଖାଇବା ପିଇବା କେଉଁଥିରେ ତା'ର ମନ ନାହିଁ। ରାତି ସାରା ତା ଆଖିକୁ ନିଦ ବି ଆସିଲା ନାହିଁ। କେମିତି ସେ ସୁନାର ମାଛଟିକୁ ପାଇବ, ଏଇଆ ହେଉଛି ତା'ର ଚିନ୍ତା। ପରଦିନ ସକାଳୁ ରାଜା କେଉଟମାନଙ୍କୁ ଡାକି ଆଦେଶ ଦେଲେ, ଯାଅ 100ଟା ଜାଲ ନେଇ ସେଇ ପୋଖରୀକୁ ପକାଅ। ତା ଭିତରେ ଗୋଟିଏ ସୁନେଲି ମାଛ ଅଛି, ତାକୁ ଧରି ଆଣ। ସାବଧାନ, ମାଛଟା ଯେମିତି ମରି ନଯାଏ। 200 କେଉଟ 100ଟି ଜାଲ ନେଇ ପୋଖରୀକୁ ଘାଣ୍ଟିଲେ। ଛୋଟ ବଡ଼ ଅନେକ ପ୍ରକାର ମାଛ ମିଳିଲେ, କିନ୍ତୁ କନକଲତାର କହିବା ଅନୁସାରେ ସୁନା ମାଛ ଧରା ପଡ଼ିଲା ନାହିଁ। ରାଜା ଏକଥା ଶୁଣି କହିଲେ, ଯାଅ ପୋଖରୀ ଜାଗାର ପାଣି ଶୁଖାଇ ଦିଅ। ସୁନେଲି ମାଛ ପାଣିରେ ଲୁଚିଥାଉ କି ପଙ୍କରେ ଲୁଚିଥାଉ, ଯେକୌଣସି ପ୍ରକାରେ ତାକୁ ଧରି ଆଣ। କେଉଟମାନଙ୍କର ଏଥର ପୋଖରୀରୁ ପାଣି ଶୁଖାଇବା କାମରେ ଲାଗି ପଡ଼ିଲେ। ତାଙ୍କର ସାଙ୍ଗରେ ଲାଗିଗଲେ ଆହୁରି ଶହ ଶହ ହଜାର ହଜାର ଲୋକ। 2 ଦିନର ଅକ୍ଲାନ୍ତ ପରିଶ୍ରମରେ ଶେଷକୁ ପୋଖରୀରୁ ପାଣି ଶୁଖିଗଲା। ତା ଭିତରୁ ବାହାରିଲା ଗୋଟିଏ ଛୋଟ ମାଛ। ତା ଦେହର ରଙ୍ଗ ସୁନା ଭଳି। ଲାଞ୍ଜରେ ଯେମିତି କେତେ ଜାତିର ମଣିମୁକ୍ତା ଖଞ୍ଜା ଯାଇଛି। କେଉଟମାନେ ଗୋଟିଏ ପାତ୍ରରେ ପାଣି ମିଶା କରି ମାଛଟିକୁ ନେଇ ରାଜାଙ୍କୁ ଦେଲେ। ରାଜା କନକଲତାକୁ ଡାକି ପଚାରିଲେ, ଦେଖ ମା, ତୁ ଯେଉଁ ମାଛ ଖୋଜୁଥିଲୁ, ଏହା ସେଇ ମାଛ ତ? ମାଛକୁ ଦେଖି କନକଲତାର ଆନନ୍ଦର ସୀମା ନାହିଁ। ସେ କହିଲା, ହଁ, ଏଇ ମାଛ ମୁଁ ଖୋଜୁଥିଲି। ରାଜା କହିଲେ, ନେ, ଏଇଟିକୁ ତୋ କୋଠରେ ରଖିବୁ। ତାପରେ ନଗରର ସବୁଠାରୁ ଭଲ ବଣିଆକୁ ଡକାଗଲା। ତାକୁ ବରାଦ ଦିଆଗଲା ମାଛ ରହିବା ପାଇଁ ଦରକାର ସୁନାର ପାତ୍ର। ସେଥିରେ ହୀରା, ନୀଳା, ମୋତି, ମାଣିକ୍ୟ ଇତ୍ୟାଦି ନାନା ପ୍ରକାର ମୂଲ୍ୟବାନ ପଥରରେ ତିଆରି ହୋଇଥିବା କାରୁକାର୍ଯ୍ୟ। ଏଭଳି ଗୋଟିଏ ଅପୂର୍ବ ମାଛ ପାଇଁ ସେଇଭଳି ଗୋଟିଏ ଦାମିକା ପାତ୍ର ଦରକାର। 2 ଦିନ ଭିତରେ ରାଜାଙ୍କ ବରାଦ ମୁତାବକ ବଣିଆ ପାତ୍ରଟିଏ ତିଆରି କରି ଆଣିଦେଲା। ସେହି ପାତ୍ରରେ ଖେଳିଲା ସୁନେଲି ମାଛ। ସେଇଟି ରହିଲା କନକଲତାର କୋଠରରେ।
କନକଲତା ସେଇ ମାଛ ପାଖରେ ବସି ତାକୁ ଏକା ଧ୍ୟାନରେ ଚାହିଁଥାଏ। ମନ ତାର ଆନନ୍ଦରେ କୁଣ୍ଢମୋଟ ହୋଇଯାଏ। ସତ କଥା, ସାରା ସଂସାରରେ କ'ଣ କେଉଁଠି ଏମିତି ମାଛ ଥିବ? ରାଜା କହିଲେ, ମୁକ୍ତାର ଗୁଣ୍ଡ ଓ ପୋହଳର ଦାନା ନେଇ ସେଇ ପାତ୍ରରେ ପକାଅ। ସଂସାରର ଏଭଳି ଏକ ଦାମିକା ମାଛ କ'ଣ ଏଣୁତେଣୁ ଜିନିଷ ଖାଇବ? କନକଲତା ପାତ୍ର ପାଖରେ ବସିଥାଏ। ସୁନେଲି ମାଛ ମଝିରେ ମଝିରେ ପାଣି ଉପରକୁ ଭାସି ଉଠେ, ପୁଣି ଟୁପ୍ କରି ବୁଡ଼ିଯାଏ। ପାଣି ଉପରେ ଭୁଟ୍ ଭୁଟ୍ କରି କେତୋଟି ଫୋଟକା ଛାଡ଼ିଦିଏ। ମାଛଟି ଏମିତି ଖେଳେ। କନକଲତା ତାକୁ ଦେଖି ଭାରି ଖୁସି ହୁଏ। ରାଜା ଝିଅଙ୍କ ଖୁସିରେ ଉଆସର ସବୁ ଲୋକ ଖୁସି ହୁଅନ୍ତି। ଦିନେ ସକାଳେ କନକଲତା ମାଛକୁ ଚାହିଁ ବସିଛି। ମାଛଟା ପାଣି ଉପରକୁ ଭାସି ଆସିଲା, ତାପରେ ସ୍ଥିର ହୋଇଗଲା। ମୁହଁ ଖୋଲି ମଣିଷ ଭଳି କହିଲା, ରାଜକୁମାରୀ। କନକଲତା କହିଲା, ସୁନା ମାଛ, କ'ଣ କିଛି ମୋତେ କହିବୁ? ସୁନା ମାଛର ଆଖିରେ ଲୁହ ଜକେଇ ଆସିଲା। ସେ କିଛି କହିପାରିଲା ନାହିଁ। କନକଲତା କହିଲା, ସୁନା ମାଛ, ତୁ କାନ୍ଦୁଛୁ? ତୋର କ'ଣ ହେଇଛି? ମୁଁ ହେଉଛି ରାଜକନ୍ୟା। ଆମ ଘରେ ଟଙ୍କା, ସୁନା, ମଣି, ମୁକ୍ତା, ଦାସ ଦାସୀ କିଛି ଅଭାବ ନାହିଁ। କହ, ତୋର କ'ଣ ଦରକାର? ସୁନା ମାଛ କହିଲା, ତା ତ ସତ, ତେବେ ମୁଁ ଯାହା ଚାହିଁବି ତୁ ତାହା ଦେଇପାରିବୁ? ଦେଇପାରିବି ନାହିଁ କିଆଁ? ତୋତେ କ'ଣ ମୁଁ ନ ଦେଇଛି? କେଡ଼େ ଦାମିକା ସୁନାର ପାତ୍ରରେ ତୁ ଅଛୁ, ସେଥିରେ ପୁଣି କି ସୁନ୍ଦର କାରୁକାମ ହୋଇଛି। ରାଜ୍ୟ ସାରା ଖାଲି ତୋରି ପ୍ରଶଂସା। ଉଆସର ପ୍ରତ୍ୟେକ ଲୋକ ଆସୁଛନ୍ତି ତୋତେ ଦେଖିବା ପାଇଁ। ମୁକ୍ତାର ଗୁଣ୍ଡ, ପୋହଳର ଦାନା ତୋତେ ଦିଆଯାଉଛି ଖାଇବାକୁ। 2 ଜଣ ଦାସୀ ବରାବର ତୋରି କାମରେ ଲାଗିଛନ୍ତି। ମାଛ କହିଲା, ସେସବୁ ସତ। ରାଜକନ୍ୟା କହିଲା, ତେବେ ତୋର ଆଉ କ'ଣ ଦରକାର? ମାଛ କହିଲା, ତୁ ମୋତେ ଭଲ ପାଉ ତ ରାଜକନ୍ୟା? ରାଜକନ୍ୟା ସେଣେ କହିଲା, ଏ କି କଥା ପଚାରୁଛୁ ସୁନା ମାଛ? ମୁଁ ତୋତେ ଜୀବନଠୁ ବଳି ଅଧିକ ଭଲ ପାଏ। ମାଛ କହିଲା, ତାହେଲେ ରାଜକନ୍ୟା, ମୋ ଦେହରେ ଟିକିଏ ପଙ୍କ ଆଣି ବୋଳି ଦେବୁ? ରାଜକନ୍ୟା ଚିତ୍କାର କରି ଉଠିଲା, ଛି, ସେଗୁଡ଼ାକ କି ଅଳିଆ ଜିନିଷ ଦେହରେ ଲଗାଇବୁ? କହିବୁ ତ ତୋ ଦେହରେ କୁଙ୍କୁମ ଲଗାଇଦେବି, ଚନ୍ଦନ ଲଗାଇଦେବି, ଆଖିରେ କଳା ପିନ୍ଧେଇ ଦେବି, ଲାଞ୍ଜରେ ରିବନ ବାନ୍ଧିଦେବି। ମାଛ କହିଲା, ନା କନକଲତା, ମୋର ସେସବୁ କିଛି ଦରକାର ନାହିଁ। ମୋର ଖାଲି ଟିକିଏ ପଙ୍କ ଦରକାର। କନକଲତା କହିଲା, ତୋ ପାଇଁ ଯେ ଏତେ କଥା ମୁଁ ଆଣିଦେଇଛି, ସେସବୁରେ ତୁ କ'ଣ ସୁଖୀ ନୁହଁ? ମାଛ ମୁଣ୍ଡ ହଲାଇ କହିଲା, ନା, ତୁ କ'ଣ ଜାଣିନାହୁଁ ରାଜକନ୍ୟା? ମୁଁ କି ମୁକ୍ତାର ଗୁଣ୍ଡ ଖାଏ, ପୋହଳର ଦାନା ଖାଏ, ଅତର ଛିଞ୍ଚା ପାଣି ପିଏ। କାଦୁଅ ପଙ୍କରେ ଥିବା ପୋକ, ଜୋକ ଓ ଶିଉଳି ମୋର ଖାଦ୍ୟ। ମୁଁ ଯେଉଁ ପୋଖରୀରେ ଥିଲି, ସେଠାରେ କେଡ଼େ ସ୍ୱାଧୀନ ଥିଲି। ମନ ଇଚ୍ଛା ଏଣେ ତେଣେ ବୁଲୁଥିଲି, ପଙ୍କ ଉପରେ ଶୋଇଯାଉଥିଲି। ସକାଳର ସୂର୍ଯ୍ୟକିରଣ ପୋଖରୀର ପାଣି ଉପରେ ସୁନା ଭଳି ଝଲକି ଉଠୁଥିଲା। ରାତିର ଚନ୍ଦ୍ରକିରଣ ରୂପା ଭଳି ଝଲମଲ କରୁଥିଲା। ପବନ ହେଲେ ପୋଖରୀ ପାଣିରେ ଛୋଟ ଛୋଟ ଲହରୀ ଉଠୁଥିଲା। ଚାରିପାଖ ହୁଡ଼ା ଉପରେ ଥିବା ଗଛ ଡାଳରେ ଦିନସାରା କେତେ ଜାତିର ଚଢ଼େଇ ବସି ଗୀତ ଗାଉଥିଲେ। ମୁଁ ତ ଏଠାରେ ବାନ୍ଧି ହୋଇ ରହିଛି। ଏହା କହି ମାଛ ଚୁପ୍ ହୋଇଗଲା। ରାଜକନ୍ୟା କହିଲା, ଏ ହେଉଛି ତୋର ଦୁଃଖ? ଏଇଥିପାଇଁ ତୁ କାନ୍ଦୁଛୁ? ଆଚ୍ଛା, ଠିକ୍ ଅଛି, ତୁ ଯାହା ଖୋଜୁଛୁ ନିଶ୍ଚୟ ପାଇବୁ, କିନ୍ତୁ ମୋର ଗୋଟିଏ କଥା ରଖିବୁ। ମାଛ କହିଲା, କ'ଣ କହ? କନକଲତା କହିଲା, ମୁଁ ତୋତେ ନେଇ ତୋ ନିଜ ଜାଗାରେ ଛାଡ଼ିଦେବି, କିନ୍ତୁ ମୁଁ ଯେତେବେଳେ ସେହି ପୋଖରୀ କୂଳକୁ ଯିବି, ତୋତେ ଡାକିଲା ମାତ୍ରେ ତୁ ପାଣି ଉପରକୁ ଉଠିଆସି ମୋତେ ଟିକେ ଦେଖାଦେବୁ। ମାଛ କହିଲା, ନିଶ୍ଚୟ, ନିଶ୍ଚୟ, ଏ କଥା ମୁଁ ରକ୍ଷା କରିବି। ବର୍ଷା ପାଣିରେ ପୋଖରୀ ପୁଣି ଭର୍ତ୍ତି ହୋଇଯାଇଥିଲା। କନକଲତା ଦିନେ ସୁନା ପାତ୍ରରେ ଥିବା ସୁନେଲି ମାଛଟିକୁ ନେଇ ସେ ପୋଖରୀରେ ଛାଡ଼ିଦେଲା। ଦାସୀମାନେ ଏକଥା ଦେଖି ଚମକି ପଡ଼ିଲେ। କନକଲତାର କ'ଣ ମୁଣ୍ଡ ଖରାପ ହୋଇଯାଇଛି ନା କ'ଣ? ସେ କ'ଣ କରୁଛି? ଯେଉଁ ମାଛ ପାଇଁ ଏତେ କଥା, ତାକୁ ନେଇ ସେ ପୁଣି ପୋଖରୀରେ ଛାଡ଼ି ଦେଉଛି। ସେମାନେ ସଙ୍ଗେ ସଙ୍ଗେ ଯାଇ ରାଣୀଙ୍କୁ ଖବର ଦେଲେ। ରାଣୀ ଭାବିଲେ, ଝିଅଟା ତା'ର ଅଧିକ ଆଦର ପାଇ ଭାରି ମନମୋଟି ହୋଇଯାଇଛି। ସେ ଯାଇ ରାଜାଙ୍କୁ କହିଲେ। ରାଜା କନକଲତା ପଛେ ପଛେ ପୋଖରୀ କୂଳକୁ ଧାଇଁଲେ। କନକଲତା ପୋଖରୀରେ ମାଛଟିକୁ ଛାଡ଼ିଦେଇ କୂଳରେ ତାହାରି ଆଡ଼କୁ ଚାହିଁ ବସିଥାଏ। ସୁନେଲି ମାଛ ଲାଞ୍ଜ ପିଟି ପାଣିରେ ପହଁରୁଥାଏ। କେତେବେଳେ ବୁଡ଼ୁଥାଏ ତ କେତେବେଳେ ଉଠୁଥାଏ। ସେତେବେଳେ ତା'ର ଆନନ୍ଦ କହିଲେ ନ ସରେ। ତାକୁ ଦେଖି କନକ ମଧ୍ୟ ଆନନ୍ଦରେ କୁରୁଳି ଉଠୁଥାଏ। ରାଜା ପୋଖରୀ କୂଳରେ ପହଞ୍ଚି ଝିଅର ମୁଣ୍ଡ ଆଉଁସି ଦେଇ କହିଲେ, ଏ କ'ଣ କଲୁ ମା? ଯାହାକୁ ଏଡ଼େ ଆଦର କରୁଥିଲୁ, ଭଲ ପାଉଥିଲୁ, ତାକୁ ପୁଣି ଛାଡ଼ିଦେଲୁ କାହିଁକି? କନକ କହିଲା, ସୁନେଲି ମାଛକୁ ଭଲ ପାଉଛି ବୋଲି ତ ଛାଡ଼ିଦେଲି। ରାଜା କହିଲେ, କାହିଁକି ମା? କନକ କହିଲା, ବାପା, ଦେଖିଲ, ମାଛଟା କେଡ଼େ ଆନନ୍ଦରେ ପୋଖରୀରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଖେଳୁଛି। ସୂର୍ଯ୍ୟକିରଣ ପଡ଼ି ପୋଖରୀର ଜଳ କେମିତି ଝଲମଲ କରୁଛି। କୂଳରେ ଥିବା ପାଇନ ଗଛର ଛାଇ ପଡ଼ି କେଡ଼େ ସୁନ୍ଦର ଦିଶୁଛି। ତା ଛଡ଼ା ଗଛ ଉପରେ କେତେ ଜାତିର ଚଢ଼େଇ ବସି ଗୀତ ଗାଉଛନ୍ତି। ମାଛଟି ଏ ସୁଖ କ'ଣ ଆମ ଉଆସ ଭିତରେ ପାଉଥିଲା? ସେ ଏବେ ସ୍ୱାଧୀନ, ଏଥିପାଇଁ ସେ ଏଡ଼େ ଖୁସିରେ ଖେଳୁଛି। ରାଜା କହିଲେ, ଆମ ଉଆସର ହୀରା, ମୋତି, ମାଣିକ, ଦାସ ଦାସୀ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ତାକୁ କିଛି ଭଲ ଲାଗିଲା ନାହିଁ?
କନକ କହିଲା, ବାପା, ସ୍ୱାଧୀନତା ଆଗରେ କୁବେରର ରତ୍ନ ଭଣ୍ଡାର ମଧ୍ୟ ତୁଚ୍ଛ। ସେଇଥିପାଇଁ ତ ମାଛଟିକୁ ମୁଁ ଛାଡ଼ିଦେଲି। ରାଜା ଗମ୍ଭୀର ହୋଇ କହିଲେ, ହଁ, ଏ କଥା ତ ସତ୍ୟ। ତା ପରଦିନ ରାଜା ତାଙ୍କର ବନ୍ଦୀଶାଳ ଖୋଲିଦେଲେ। ବିନା ଦୋଷରେ ରାଜ୍ୟର ଯେଉଁ ନିରୀହ ଲୋକମାନଙ୍କୁ ସେ ବନ୍ଦୀ କରି ରଖିଥିଲେ, ଶତ୍ରୁ ରାଜ୍ୟ ଜୟ କଲାବେଳେ ଯେଉଁ ସୈନିକମାନଙ୍କୁ ଆଣି କାରାଗାରରେ ଅଟକ ରଖିଥିଲେ, ସେ ସମସ୍ତଙ୍କୁ ଖୋଲିଦେଲେ। ସେମାନେ ମହା ଆନନ୍ଦରେ ନିଜ ଘରକୁ ଫେରିଲେ। କନକଲତା ସବୁବେଳେ ଯାଇ ପୋଖରୀ କୂଳରେ ବସେ, ମାଛ ପାଣି ଉପରକୁ ଉଠି ଆସେ, ଲାଞ୍ଜ ଛାଟି ଖୁବ୍ ଖେଳେ। କନକଲତା ମଧ୍ୟ କିଛି ସମୟ ତା'ର ଆନନ୍ଦ ଦେଖି ଉଆସକୁ ଫେରିଆସେ। ଆଶା କରୁଛି ଏ କାହାଣୀଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଧନ୍ୟବାଦ।